ଭାରତର ଦ୍ୱିତୀୟ ବାରାଣାସୀ ମନ୍ଦିର ମାଳିନୀ ସହର ଏଭଳି ଅନେକ ନାମରେ ନାମିତ ଜିଲ୍ଲା ସୁବର୍ଣ୍ଣପୁର। ଏଠାକାର ବଣ ପାହାଡ଼ ନଦୀ ଐତିହ୍ୟ ସଂସ୍କୃତି ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ। ତେବେ ସୁବର୍ଣ୍ଣପୁରର ଏକ ପ୍ରମୁଖ ଶକ୍ତିପୀଠ ତଥା ତୀର୍ଥସ୍ଥଳୀ ହେଉଛି ମା ଲଙ୍କେଶ୍ୱରୀ ପୀଠ। ମହାନଦୀର ଜଳରାଶି ମଧ୍ୟରେ ଥିବା ଏହି ପୀଠ ହେଉଛି ସୋନପୁର ସହରର ପ୍ରମୁଖ ଆକର୍ଷଣ ସ୍ଥଳୀ। ସେଥିପାଇଁ ତ କୁହନ୍ତି ଡଙ୍ଗାରେ ବସି ଲଙ୍କେଶ୍ୱରୀ ମନ୍ଦିର ନଗଲେ ସୋନପୁର ଆସିବା ବୃଥା ହୋଇଯାଏ ବୋଲି। ମହାନଦୀ ଓ ତେଲ ନଦୀର ସଙ୍ଗମ ସ୍ଥଳରେ ଗଢ଼ି ଉଠିଛି ସୋନପୁର ସହର। ଓଡ଼ିଶାର ଏକ ପ୍ରମୁଖ ଐତିହ୍ୟସ୍ଥଳୀ ଭାବରେ ସୋନପୁର ଜିଲ୍ଲାର ନାଁ ଢେର ରହିଛି। ଏହି ସହରର ଅନେକ ମନ୍ଦିର ରହିଥିବା ବେଳେ ମହାନଦୀର ମଝିରେ ରହିଛି ମା ଲଙ୍କେଶ୍ୱରୀଙ୍କ ପୀଠ। କୁହାଯାଏ ମା ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ, ତାଙ୍କର ମହିମା ଅନେକ। ତେଣୁ ଯିଏ ବି ସୋନପୁର ବୁଲିବାକୁ ଆସିଲେ ମା ଲଙ୍କେଶ୍ୱରୀଙ୍କ ପୀଠକୁ ନିଶ୍ଚିତ ଭାବରେ ଯାଆନ୍ତି ଏବଂ ମାଙ୍କ ଦର୍ଶନ କରି ଆଶୀଷ ଲାଭ କରିବା ସହିତ ମହାନଦୀର ଜଳରାଶିରେ ବୋଟିଂର ମଜା ବି ନିଅନ୍ତି। ବର୍ଷ ତମାମ ଏହି ପୀଠକୁ ଶ୍ରଦ୍ଧାଳୁମାନଙ୍କର ସମାଗମ ହୋଇଥାଏ। ଶୀତ ଋତୁରେ ଲଙ୍କେଶ୍ୱରୀ ପୀଠକୁ ଶ୍ରଦ୍ଧାଳୁଙ୍କ ଆଗମନ ସଂଖ୍ୟା ବି ବେଶ ବୃଦ୍ଧି ପାଇଥାଏ। ଜିଲ୍ଲା ତଥା ଜିଲ୍ଲା ବାହାରୁ ଲୋକମାନେ ଏଠାକୁ ଆସିଥାନ୍ତି। ମହାନଦୀର ବାଲି ଟାପୁମାନଙ୍କରେ ଭୋଜି ଭାତର ଆୟୋଜନ ମଧ୍ୟ ବେଶ ମଜା ନିଅନ୍ତି। ମହାନଦୀରେ ଡଙ୍ଗାରେ ବସିବାର ମଜା ନେବା ସହିତ ନଦୀର ମାଛ ଓ ବଡ଼ ଚିଙ୍ଗୁଡ଼ି ଖାଇବାକୁ ମଧ୍ୟ ବେଶ ପସନ୍ଦ କରିଥାନ୍ତି ପର୍ଯ୍ୟଟକମାନେ। ମା ଲଙ୍କେଶ୍ୱରୀଙ୍କ ପୀଠ ସୁବର୍ଣ୍ଣପୁର ଜିଲ୍ଲାକୁ ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ର ଏକ ପ୍ରମୁଖ ସ୍ଥାନ ଦେବା ସହିତ ଏଠାକାର ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇଥାଏ। ପର୍ଯ୍ୟଟକମାନେ ମଧ୍ୟ ଏହି ସ୍ଥାନକୁ ବୁଲିବାକୁ ଆସି ଭକ୍ତିଭାବଯୁକ୍ତ ପର୍ଯ୍ୟଟନର ବେଶ ମଜା ନେଇଛନ୍ତି। ଲଙ୍କେଶ୍ୱରୀ ପୀଠ ଆସିବାକୁ ହେଲେ ସୋନପୁର ସହରର ତେନ୍ତୁଳି ଘାଟକୁ ଆସିବାକୁ ପଡ଼ିବ। ସେଠାରୁ ଡଙ୍ଗା ସାହାଯ୍ୟରେ ଲଙ୍କେଶ୍ୱରୀ ମନ୍ଦିରକୁ ଯାଇହେବ। ଯେଉଁଭଳି ନିକଟସ୍ଥ ରାଜାଘାଟ ଓ ମହାନଦୀ ଓ ତେଲ ନଦୀର ସଙ୍ଗମ ସ୍ଥଳ ରାମେଶ୍ୱର ପୀଠରୁ ମଧ୍ୟ ଡଙ୍ଗା ସାହାଯ୍ୟରେ ଲଙ୍କେଶ୍ୱରୀ ପୀଠ ଯିବାର ବ୍ୟବସ୍ଥା ରହିଛି। ବର୍ତ୍ତମାନ ସମୟରେ ପ୍ରତିଦିନ ଏହି ପୀଠକୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି। ଆଜ୍ଞା ଆପଣଙ୍କ ନାଁ ଟିକେ କହିବେ? ଶାନ୍ତନୁ କୁମାର ସେठ, କେନ୍ ବଲାଙ୍ଗୀର। ଲଙ୍କେଶ୍ୱରୀ ମାଙ୍କର ଆଜି ଦର୍ଶନ ହଁ ମାଙ୍କର ଦର୍ଶନ ହେଲା ଆଜି। ଆକ୍ଚୁଆଲି ଆମେ ସୋନପୁର ରହୁଛୁ, ଇନ ଜବ୍ କରୁଛେ, କିନ୍ତୁ କେବେ ଆସିନି ହେଉତେ। ମାଙ୍କର ଆଶୀର୍ବାଦ ଯାଉ ଆମେ ନାଇଁ ଭାବିଥାଇ ଆସମୁ ବୋଲି ଆସିଲୁ, ଦର୍ଶନ କଲୁ, ଡଙ୍ଗାରେ ଗଲୁ, ବହୁତ ବଢ଼ିଆ ଲାଗଲା। ଭଲ ଜାଗା। କେନ୍ତା ସୁବିଧା ରହିଛି ମାଙ୍କୁ? ସୁବିଧା ଆକ୍ଚୁଆଲି ଖାଲି ଡଙ୍ଗାରେ ଯିବାଟା ଆଉ ନଦୀ ଭିତରେ ଯେହେତୁ ମାଙ୍କର ମନ୍ଦିରଟା ଅଛି, ଡଙ୍ଗାରେ ଯିବାଟା ଭଲ ଅଛି। କିନ୍ତୁ ପ୍ରଶାସନ ତରଫରୁ ଫେର କିଛି ଆର ସୁବିଧା ହେତା ବେଲେ ଆଉ ଟିକେ ମନ୍ଦିରଟା କିଛି ଭଲ ହେତା, ଇମ୍ପ୍ରୁଭ୍ କରତା, ଲୋକ ଯାଇପାରତେ। ଏମିତି ମୋଟର ବୋଟ୍ ମାନେ ଅଛେ, ଗୋଟେ ଦୁଇଟା ମୋଟର ବୋଟ୍ ଅଛେ, ସାଧା ବୋଟ୍ ବି ଅଛେ, କିଛି ନାଇଁ ଯାଏ ହେଉଛି। ଏଇଟା ଆଜ୍ଞା ସୋନପୁର ଆଇଲେ ଇନେ ଡାଇରେକ୍ଟ ତାମାନେ ବିଜୁପନା ଛକରୁ ସିଧା ତେନ୍ତୁଳି ଘାଟ ଆସିପାରିବେ। ଇନେ ଡଙ୍ଗା ଅଛେ, ଡଙ୍ଗାରେ ଯାଇକରି ମାଙ୍କର ଦର୍ଶନ କରିପାରିବେ। ମାଙ୍କର ବହୁତ ବର୍ଷ ହେଇ ମା ହେଇଛନ୍, ଗୋଟେ ଉଭା ହେଇଛନ୍ ଆଜ୍ଞା। ଇଟା ପାଣି ଭିତରେ ବହୁତ 100 ଫୁଟ ତଳେ ଗୋଟେ ମନ୍ଦିର ଥିଲା। ସେ 100 ଫୁଟ ତଳେ ତାମାନେ ସୁନାର ଗୋଟେ ମନ୍ଦିର ଅଛି, ସ୍ୱର୍ଣ୍ଣ ମନ୍ଦିର ଅଛି। ଯେତେବେଳେ ପୂଜାରୀ ପୂଜା କରି ଫେରିଲା, ଫେନ୍ ତାର ଗରୁଟା ପାଶରି ଆଇଲା। ଗରୁଟା ଯେତେବେଳେ ପାଶରି ଆଇଲା, ସେ ତାପରେ ସାଥୀ ଭଉଣୀ ଭୋଗ କରି ଖାଉଥିଲେ। ସେନେ ବେଲେ ପୂଜାରୀ କହିଲେ କି ଆଉ ତୁଇ ହେଇଗଲୁ, ନହେଲେ ଅଲଗା ଲୋକ ଯଦି ହେଇଥିତେ ଇନେ ତୋତେ ଅସୁବିଧା କରିଦେଇଥି, ଆର୍ ଇ ଗଡ଼ୁ ଯେନେ ଫିକବି ସେନେ ତାମାନେ ମୋତେ ପୂଜା କରିବୁ ବୋଲେ। ସେ ଗଡ଼ୁ ଯେତେବେଳେ ଗୋଟେ ପଥର ଚଟାଣରେ ସେ ଗଡ଼ୁ ତାର ମାନେ ଦେଲେ, ସେନେ ମା ଉଭା ହେଲେ। ସେନୁ ଏବେରୁ ପୂଜା ଚାଲିଛି। ଲୋକବାକ ଆସୁଛନ୍ ଆଉ କେନ୍ତା ସବୁ ଆଡ଼ୁ ଆସୁଛନ୍। ଓଡ଼ିଶା ବାହାରୁ ବି ଆସୁଛନ୍। ମନ୍ଦିର ଆସିଲେ ପୁରା ଦର୍ଶନ ମାଙ୍କର ଯେନେ ବି ଥିବେ ମାଙ୍କର ବାଧ୍ୟ କୃପା ଲାଭ କରିବେ। ଦେଖୁଛୁ ଏବେ ପିକନିକ୍ ବି ଆଉଛନ୍, ଡଙ୍ଗାରେ ଯାଇକରି ନଦୀ ଆର ପଟେ ପିକନିକ୍ ବି କରୁଛନ୍। ସବୁ ଆଡ଼ୁ ଆସୁଛନ୍ ଆଜ୍ଞା। ମାଙ୍କର ଦର୍ଶନ କରବାର ସଙ୍ଗେ ବୋଟିଂ ବି ମଜା ଅଛି। ବହୁତ ଭଲ ଲାଗଲା। ଆମେ ବଲାଙ୍ଗୀର ଆଗରୁ ଶୁଣିଥିଲୁ ଲଙ୍କେଶ୍ୱରୀ ମନ୍ଦିର ତେତେଲି ଘାଟଟା, ଆଉ ଲୋକ କହେସନ୍ ବି ଯେ ଯଦି ସୋନପୁର ଆସିଛ ବୋଲେ ତେତେଲି ଘାଟ ଆଉ ମହାନଦୀ ଯଦି ନାଇଁ ଦେଖିଲେ ସୋନପୁର ନେଇ ଯାଏ ବୋଲି ଭାବସନ୍ ଲୋକ। ଆଉ ସେଟା ବି ଆମେ ବଲାଙ୍ଗୀରରୁ ଦେଖବାର୍ ଲାଗିଥିଲୁ, ଦେଖିଲୁ, ବୁଲାବୁଲି କଲୁ ସବୁଆଡ଼େ। ଆଉ ସେଟା ବହୁତ ଭଲ ଲାଗଲା। ଆଉ ଏବେ ସେଟା ଫିରଲୁ। ତେତେଲ ଘାଟରୁ ମା ଲଙ୍କେଶ୍ୱରୀଙ୍କ ଯିବାର ଲାଗି ସୁବିଧା କେନ୍ତା ଅଛି? ନାଇଁ ଡଙ୍ଗା ତ ବହୁତ ଅଛି, କିଛି ନେଲେ ବି 10-12ଟା ଡଙ୍ଗା ଅଛି। ଆଉ ମାନେ ସେଥିରେ ଆମର ଯେଉଁ ମୋଟର ଡଙ୍ଗା ବି ଅଛି, ଆଉ ସାଧା ଯେନ୍ କାତମରା ଡଙ୍ଗା ବି ଅଛି। ଆମେ ତ ଯେନ୍ ଯାଇଥିଲୁ ଡଙ୍ଗା ମେସିନ୍ ଯେଉଁ ଅଛି ଡଙ୍ଗା, ସେଥିରେ ଯାଇଥିଲୁ। କେନ୍ତା ଲାଗଲା? ନାଇଁ ଭଲ ଲାଗଲା, ଭିତରେ ବୁଲାବୁଲି କଲୁ, ବହୁତ ଭଲ ଲାଗଲା। ସୁବର୍ଣ୍ଣପୁରରୁ ଦେବାନନ୍ଦ ମେଣ୍ଡଲିଙ୍କ ରିପୋର୍ଟ, ଏୱାନ୍ ଓଡ଼ିଶା।